ମତେ ଲାଗୁଛି ଯାହା ସେ ସିପ୍ ଭିତରେ ହିଁ ତାକୁ କୋଉଠି ଗୋଟେ ଲୁଚେଇକି ରଖାଯାଇଛି ଏବଂ ବହୁତ କିଛି ସରପ୍ରାଇଜ କରାଯାଉଛି ଏବଂ ଏ ଯୋଉ ବୋସମର ଷ୍ଟେଟମେଣ୍ଟ ଆଉ ସେ ବହୁତ ଜାଗାରେ ସେ ଚେଞ୍ଜ କରୁଛି ତାର ଷ୍ଟେଟମେଣ୍ଟଟାକୁ ତାଙ୍କର ସବୁ ଜାଗାରେ କ୍ୟାମେରା ନଥାଏ ଏବଂ ହେଲା ତିନି ଚାରି ତାଲା ସିପ୍ ହେଲା ଉପରଟାରେ ବେଳେବେଳେ କ୍ୟାମେରା ନଥାଏ ସେମାନେ କାହିଁକି ନ ରଖିଥାନ୍ତି ସେଇଟାକୁ ତାକୁ ଜଣା ଆଉ ସେମାନେ କିଛି ଏପଟ ସେପଟ ଅଘଟଣ ହେଲେ ବା କାହା ଉପରେ ତାଙ୍କର ଯଦି କିଛି ରାଗ ଆସିଲା ଦରକାର ପଡ଼ିଲେ ବି ସେଇ ସିପ୍ରୁ ହିଁ ସେମାନେ ଆଉ, ଫୋପାଡ଼ି ଦିଅନ୍ତି ତଳକୁ ସମୁଦ୍ରକୁ ଆଉ ଏଇଟା ବହୁତ ଘଟଣା ଘଟି ସାରିଛି ବି ଆଗରୁ ସିପ୍ର ଲକ୍ ହେଉଛି ତାଙ୍କର ଡେଡ୍ ବଡି ଯେପର୍ଯ୍ୟନ୍ତ ନ ମିଳିଛି ସେ ପର୍ଯ୍ୟନ୍ତ ତାଙ୍କର ଡେଲି ୱେଜେସ୍ ହିସାବରେ ବା ମନ୍ଥଲି ସାଲେରୀ ଯାହା ଥିବ ତାଙ୍କର ଫ୍ୟାମିଲି ୱିଲ୍ ଗେଟ୍ ଦ୍ୟାଟ୍ ବେନିଫିଟ୍ସ। ଆଜ୍ଞା ନମସ୍କାର, ମୋ ନାଁ ନିହାର ରଞ୍ଜନ ଅଛି, ମୁଁ ଆଡଭୋକେଟ୍ ଅଛି। ଆଚ୍ଛା, ଏ ଯେଉଁ ଆପଣ ଯେଉଁଟା କହୁଛନ୍ତି ଯେଉଁ ସାର୍ଥକ ମହାପାତ୍ର ତାର ଡାକ ନାଁ ହେଉଛି ରାହୁଲ, ସେ ଆଙ୍ଗ୍ଲୋ ଇଷ୍ଟର୍ନ କମ୍ପାନୀରେ ଜଏନ୍ କରିଥିଲେ ଆଉ ସେ ଭେସେଲର ନାଁ ହେଲା MVEA ଜର୍ସି ଆଉ ଡେଟ୍ ଅଫ୍ ମିସିଂ ହେଉଛି February 3, 2026 ରେ ମିସିଂ ହେଲା। ମିସିଂ ହେଲା ପରେ ତାଙ୍କର ମାଆଙ୍କୁ ମାଆଙ୍କୁ ଏବଂ ତାଙ୍କର ସାଙ୍ଗମାନଙ୍କୁ ଆଗ ଯେଉଁ ସାଙ୍ଗମାନଙ୍କ ସାଥିରେ ସେ ଫୋନରେ କଥା ହୁଅନ୍ତି ଏଇ ଯେଉଁ ସାର୍ଥକ ମହାପାତ୍ର ସାଙ୍ଗମାନଙ୍କୁ ଆଗ ଜଣେଇଛନ୍ତି ସେ ଭେସେଲର କମ୍ପାନୀର ଷ୍ଟାଫ୍ ମାନେ ଯେ ହେଉଛି ଏମିତି ସାର୍ଥକ ମିସିଂ ଅଛି ବୋଲି ଏବଂ ତାଙ୍କର ଜଣେ କ୍ୟାପ୍ଟେନ୍ ଯିଏକି ଭୁବନେଶ୍ୱରରେ ରୁହନ୍ତି ତାଙ୍କୁ ବି ସେ ଛୁଟିରେ ପଠେଇଥିଲେ ଯେଉଁ MVEA ଜର୍ସିର ଭେସେଲର କ୍ୟାପ୍ଟେନ୍କୁ ଭୁବନେଶ୍ୱର ପଠେଇଥିଲେ। ଭୁବନେଶ୍ୱର ପଠେଇଲା ପରେ ତାଙ୍କ ମାଆଙ୍କୁ ସେ କଣ୍ଟାକ୍ଟ କରିଥିଲେ ଏବଂ କହିଥିଲେ ଯେ ହେଉଛି ଆପଣଙ୍କୁ ଆମେ ଗୋଟେ ଲେଟରଟେ ଅଫିସିଆଲି ଗୋଟେ ଦେବାର ଅଛି ନା କହୁନାହାନ୍ତି। ତା ମାଆ ଯେତେ ଚେଷ୍ଟା କରିଛନ୍ତି ଜାଣିବା ପାଇଁ ତାଙ୍କୁ ସରପ୍ରାଇଜ୍ କରାଯାଇଛି, ଜଣେଇ ଦିଆଯାଇନି। ପର ମୁହୂର୍ତ୍ତରେ ତାକୁ ଘରେ ଆସିକିରି କହିଛନ୍ତି ଯେ ଏମିତି ଆପଣଙ୍କ ପୁଅ ଏଇ ଯେଉଁ February 3, 2026ରେ ଏଇ ଯେଉଁ ଭେସେଲ୍ସରୁ ଇଏ ଅଛି ମିସିଂ ଅଛି। ଦେଖନ୍ତୁ ଇଏ ଭାରି ଦୁଃଖଦାୟକ କଥା ଏବଂ ଭାରି କଷ୍ଟଦାୟକ କଥା। 22 ବର୍ଷର ପିଲାଟିଏ ମାନେ ସୈନିକ ସ୍କୁଲରୁ ପାସ୍ ଆଉଟ୍ ଏବଂ ସୈନିକ ସ୍କୁଲରେ ସେମାନେ ନିଜେ କିପରି ନିଜର କର୍ତ୍ତବ୍ୟ ନିଜେ କରିପାରିବେ ଏବଂ ନିଜର ବ୍ରେଭନେସ୍ ନିଜେ ଭିତରେ ରଖିପାରିବେ ଏବଂ ବାହାରେ ତାଙ୍କର ଯେଉଁଠି ଅଫିସିଆଲି ଦରକାର କରାଯାଏ ଏବଂ ତାର ଇଚ୍ଛା ଥିଲା ଯେ ହେଉଛି ତାର ଡାକ ନାଁ ରାହୁଲ, ତାର ଇଚ୍ଛା ଥିଲା ଯେ ହେଉଛି ମର୍ଚାଣ୍ଟ ନାଭିରେ ଜଏନ୍ କରିବା ପାଇଁ। ପର ମୁହୂର୍ତ୍ତରେ ମର୍ଚାଣ୍ଟ ନାଭିରେ ଜଏନ୍ କଲେ। ଜଏନ୍ କଲା ପରେ ସେ ଯାହା ଯେଉଁ ମିସିଂଟା ସବୁଦିନ ରାତିରେ ତାଙ୍କ ମାଆଙ୍କ ସାଥିରେ ସେ କଥା ହୁଅନ୍ତି, ମିସିଂ ପୂର୍ବରୁ ବି କଥା ହେଇଛନ୍ତି ଏବଂ ତାଙ୍କର ସେ ଏଇ ଯେଉଁ ମ୍ୟାଟର ଭିତରେ ମୁଁ କହିପାରିବି ମେ ବି ବ୍ରୁଟାଲି ମର୍ଡର ଅର୍ ଗ୍ରୁପ୍ ଅଫ୍ ପର୍ସନ୍ସ ଇନଭଲ୍ଭ ଇନ୍ ଦିସ୍ କ୍ରାଇମ୍। ଆଉ ଏଥିରେ ଅଛି MRCC ଆଲର୍ଟନେସ୍ ଦେରାଫ୍ଟର ସର୍ଚ୍ଚ ଆଉ ସାଇନ୍ ଅପ୍ ଅଛି ତାଙ୍କର ଆଉଟ୍ ଅଫ୍ ସର୍ଭିସ୍ ଯେଉଁଟା ସାଇନ୍ ଅପ୍ ତାଙ୍କର ଅଛି ଆଉ ମରିସସ୍ ସିପ୍ ୱିଥ୍ ଏ କାମ୍ ସି ପୁରା ସେ ଯେଉଁ ସିଟା ମରିସସ୍ର ଯେଉଁ ଜାଗାଟା ସାର୍ଥକ ମିସିଂ ଅଛନ୍ତି ବୋଲି କହୁଛନ୍ତି ସେ ମରିସସ୍ର ସେ ଜାଗାଟା ସିର ଭିତରଟା ପୁରା କାମ୍ ଆଣ୍ଡ କ୍ୱାଇଟଲି ପୁରା ସିମ୍ପଲ ପୁରା ସ୍ଥିର ଯେଉଁଟା ପାଣିଟା ସିର ତା ଭିତରେ ସେ ହୁଏତ ତାକୁ ବ୍ରୁଟାଲି ଆସଲ୍ଟ କରିକି ଭିତରେ ପକେଇ ଦେଇଛନ୍ତି ଏବଂ ମୁଁ ଯାହା ଖବର ନେଇଛି ପରେ ବହୁତ ଇଭେନ୍ ବହୁତ ବଡ଼ ବଡ଼ ଫିସ୍ ବି ତା ଭିତରେ ବୁଲନ୍ତି। ସେ ଭିତରକୁ ଆମେ ସେତେ ବଡ଼ ଦୁର୍ଘଟଣା ନ ହେଇଥାଉ ଆମ ପିଲା ପ୍ରତି ଆମେ ସେଇଟା ତ ଆମେ କହିପାରିବିନି, ଆମେ ଦେଖିନେ। ଆଉ ତାଙ୍କର ମୁଁ ଯାହା ଖବର ନେଉଥିଲି ଯେ ଏ ଯେଉଁ କ୍ୟାପ୍ଟେନ୍ ମାନଙ୍କୁ ବି ମାନେ ତାଙ୍କୁ ରବର ଷ୍ଟାମ୍ପ ହିସାବରେ ସେଠି ରଖାଯାଏ ଏବଂ ତାଙ୍କର ଏଇ ଯେଉଁ
जे तार से सॉफ्टवेयर भी बहुत बार चेंज करिछि एवं ताकर बॉम्बे रे ऑफिस भी अछि एवं ताकर माँ एवं मामू मध्य निजे जाइथिले शिप को एवं जेतोले सिंगापुर रे थिला शिप आउ शिप गला परे तापरे खोजिले एवं ताकू सेमाने बहुत ताकर एडवोकेट की काउ एनगेज करके ताकू टू किछि दस्खत नबा पई चाहुथिले से कोनोस्ते किछि दस्खत करि नांती एवं तापरे ताकू कौनसी इन्वेस्टिगेशन रे हेल्प करा गला नहीं एवं ऑफ दी से तापर से जो एमबीईए जर्सी तापर सेलिंग टुवर्ड सिंगापुर चाइना पड़ेगा किंतु पर मुहूर्त आमर एज पर दि लॉ जा मर्डर और मिसिंग पर्सन इंसिडेंट ऑन ए शिप initiates a complex legal processes rather than an immediate arbitrary punishment by the ship's captain, while historical punishments like kill howling were brutal. Modern maritime law dictates that serious crimes on board are investigated by the flag state of the ship, the country of the victims nationally, or the country of the preparators nationally. Now, procedure when a murder occurs, immediate action, the ship master has authority to secure the crime scene. Example, locking down a cabin. से जो cabin भीतर रहुथिला से cabin टाकू से लॉक करके रखिथिबे एवं ताकर पेरेंट जाइकरी पर मुहूर्त सेटाकू चेक करके देखिचंती एवं तापुरे immediate action the procedure when a murder occurs, the ship master has authority to secure crime scene, locking down a cabin to prevent suppress of any evidence, detention. The suspect can be confined to their quarters or the ship's bring be until the vessel reaches the next port. तापरे पनिशमेंट आसुचे punishment for murder at sea, capital punishment or life imprisonment. If found guilty of murder, the preparator can face the death penalty or life imprisonment depending on the country's law. Criminal charges. The suspect is typically charged with murder or which for instance carries up to 10 years for negligent manslaughter under the US Seamen's Manslaughter Statute. ଏଇଗୁଡ଼ିକ ସବୁ ସିଭିୟର ପେନାଲ୍ଟି ବି ଅଛି ଆଉ ଯେପର୍ଯ୍ୟନ୍ତ ଆଉ ଗୋଟେ ଏଥିରେ ବି ଅଛି ଆପଣଙ୍କର ଯେପର୍ଯ୍ୟନ୍ତ if a person goes missing without a terrace, the crew must document the scene and report it to the next port authority. Investigations. While many cases are found to be suicide, alcohol related accidents, or accidental falls, they are treated as potential crimes if evidence suggests other legal consequences. Negligence liability, এটা ସିଓରଲି এটা ଆମେ କହିପାରିବା ଯେ ହେଉଛି ସିପ୍ର ନେଗ୍ଲିଜେନ୍ସ ପାଇଁ ଏଇଟା ହେଇଛି ଆଉ ତାପରେ जो duty of investigate, the director general of shipping conducts a fact finding investigation, accidental death report ADR. If a seafarer is confirmed dead or missing, authorities such as the Mumbai police Yellow Gate often register an ADR to initiate. तापरे compensation, legal and financial consequence. Compensation होची if the person is found to have died or gone missing during the course of employment, the family is entitled to compensation, wages and medical expenses. The owner must pay wages and handle expenses until the seaman is confirmed dead, brought back or found. Investigation and inquiries.
A high level board of inquiry is technically ordered to investigate the circumstances. ଏଥିରେ ଯେହେତୁ ଯେପର୍ଯ୍ୟନ୍ତ ସେ ଫେରି ନାହିଁ ଘରକୁ ବା ତାର ବଡି ମିଳି ନାହିଁ, ତାର ମାସକୁ ସେ ଯେତିକି ଦରମା ପାଉଥିଲା ସେ ଦରମା ପଇସାଟା ସେ ସିପ୍ ସେଇଟା ବହନ କରିବ ଏବଂ ତାଙ୍କର ପ୍ୟାରେଣ୍ଟସକୁ ସେଇଟାକୁ ସେ ଇମିଡ଼ିଏଟ୍ ଦେବାର କଥା ଯେତେ ଦିନ ପର୍ଯ୍ୟନ୍ତ ବଡି ନ ମିଳିଛି as per the SIP legal and financial consequences. ଯାହା ପାଠ କହୁଛି we cannot say outside the law. ତେଣୁ as per the law ତାଙ୍କର ଯାହା SIP ର ଲ କହୁଛି ତାଙ୍କର ଡେଡ୍ ବଡି ଯେପର୍ଯ୍ୟନ୍ତ ନ ମିଳିଛି ସେ ପର୍ଯ୍ୟନ୍ତ ତାଙ୍କର ଡେଲି ୱେଜେସ୍ ହିସାବରେ ବା ମନ୍ଥଲି ସାଲେରୀ ଯାହା ଥିବ ତାଙ୍କର ଫ୍ୟାମିଲି will get that benefits about this matter. ଯଦି ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟ ଠିକ୍ ଯଦି ଇନିସିଏଟ୍ ନେବେ ଏବଂ ଇଣ୍ଟରପୋଲ୍ ବି ଆମର ବି ଗୋଟେ ଅଛି ଆଉ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ବି ଆମର ଇଣ୍ଟରପୋଲ୍ ଅଛି, ସେଥିପାଇଁ ଗୋଟେ ମାଆର କୋଳରୁ ପିଲାଟି ଚାଲିଯାଇଛି ପୁଣି ସୈନିକ ସ୍କୁଲର ପିଲାଟିଏ ଏବଂ ସେ ପୁଣି ମାନେ ସୈନିକ ସ୍କୁଲରୁ ତା ବାପା ମା କେତେ କଷ୍ଟରେ ପାଠ ପଢ଼ି ମଣିଷ କରିଛନ୍ତି, ପୁଣି 22 ବର୍ଷର ପିଲାଟିଏ ଯୋଉଟାକି ମାନେ କିଛି ଏଜ୍ ନୁହେଁ, ଏତେ ଏଜ୍ରେ ସେ ମାନେ ଗ୍ରୋନ୍ କରିପାରିଛି, ସେଇଟା ଆମକୁ ଗର୍ବ ଆସିବାର କଥା। କିନ୍ତୁ ଆଜିକା ଡେଟ୍ରେ ଆମ ପିଲା ଆମ ପାଖରେ ନାହିଁ, ମା କୋଳ ଶୂନ୍ୟ, କିନ୍ତୁ ଏଥିରେ କେହି କର୍ଣ୍ଣପାତ କରୁନାହାନ୍ତି ଏବଂ ସମସ୍ତେ ମାନେ ମାନେ ଯୋଉ କଥାରେ ଦଉଛନ୍ତି ବିଶ୍ୱାସ ଦଉଛନ୍ତି ମିଳିଯିବ, କିନ୍ତୁ ମୁଁ ଯେତିକି ଯାହା ଖବର ନେଇଛି ଜଣେ କ୍ୟାପ୍ଟେନ୍ ଜଣେ କାଲି ରାତିରେ ମୁଁ ଦେଖୁଥିଲି ନ୍ୟୁଜ୍ରେ ସେ କହୁଥିଲେ ମାନେ କ୍ୟାପ୍ଟେନ୍ ମାନେ ନାଓ ଡେଜ୍ ଇଜ୍ ଏ ରବର ଷ୍ଟାମ୍ପ, କ୍ୟାପ୍ଟେନ୍କୁ ସେମାନେ କେହି ମାନୁନାହାନ୍ତି ଏବଂ ଜୁନିୟର ମାନେ ବହୁତ ଫାଉଲ୍ ପ୍ଲେ ଖେଳୁଛନ୍ତି। ଯୋଉ ସିପ୍ର ଯୋଉ କ୍ୟାପ୍ଟେନ୍ ମାନେ ଅଛନ୍ତି, ଯୋଉ ଜୁନିୟର କ୍ୟାଡେଟ୍ସ ମାନେ ଅଛନ୍ତି, ଜୁନିୟର କ୍ୟାଡେଟ୍ସ ମାନେ ସେମାନେ କ୍ୟାପ୍ଟେନ୍କୁ ମାନୁନାହାନ୍ତି ଏବଂ ଏଇ ଯୋଉ ବୋସମ୍ ଯିଏ ରହୁଛି ସିଏ ତାଙ୍କର ସିପ୍ର ପରମାନେଣ୍ଟର ଷ୍ଟାଫ୍, ସେମାନେ ଏଇ ଯୋଉ ଆଙ୍ଗ୍ଲୋ ଇଷ୍ଟର୍ନ କମ୍ପାନୀ ଏବଂ ସେମାନେ ଦେଖୁଛନ୍ତି ଏଇ ଯୋଉ କ୍ୟାପ୍ଟେନ୍ ମାନେ ଅଛନ୍ତି ଏମାନେ ଆଉଟସାଇଡ୍ କଣ୍ଟ୍ରି, ସେଠି ପରମାନେଣ୍ଟ ଜବ୍ ଥିଲା କିନ୍ତୁ ଏବେ ପ୍ରମୋଟ ହେଇଥାନ୍ତେ ଥାର୍ଡ ଅଫିସରକୁ, କିନ୍ତୁ ସବୁଆଡୁ ସବୁ ଦେଶରୁ ପିଲାମାନେ ଜଏନ୍ କରୁଛନ୍ତି କ୍ୟାଡେଟ୍ ହିସାବରେ ଏବଂ ତାଙ୍କର ଜଣେ କ୍ୟାପ୍ଟେନ୍ ରହେ। କ୍ୟାପ୍ଟେନ୍ର ରୋଲ୍ ହେଲା ଯେତେବେଳେ ସାଇନ୍ ଅପ୍ ହବ ଡ୍ୟୁଟିଟାକୁ ସେତେବେଳେ ସେ ଚାବି ଆଉ ଜଣକୁ ହ୍ୟାଣ୍ଡ ଓଭର କରିବେ, ହ୍ୟାଣ୍ଡ ଓଭର କଲା ପରେ ତାପରେ ସେ କ୍ୟାପ୍ଟେନ୍ଙ୍କ ସାମ୍ନାରେ ସେ ଜାଗା ଛାଡ଼ିବେ। ଯୋଉଠି ଘଟଣାଟି ଘଟିଥିଲା ସିପ୍ଟିକୁ ସେଇଠି ରହିଥିଲେ ଇନଭେଷ୍ଟିଗେସନ କରିଥିଲେ ସତ ଧରା ପଡ଼ିଥାନ୍ତା, ଯେହେତୁ ସିପ୍ଟ ଅଲଗା ଜାଗାକୁ ପଳେଇଲାଣି ଭାବୁଛୁ ସତରା ଲୁଚିଯିବ ସାମ୍ନାକୁ ଆସିବ। ମତେ ସେୟା ଲାଗୁଛି ଯେହେତୁ ସିପ୍ଟା ମାନେ ସି ଭିତରେ ମାନେ ଆଜିକାଲି ତ ଦୁନିଆରେ ଲୋକ ମର୍ଡର କରିଦେଇକି ଜଙ୍ଗଲରେ ପକେଇଲେ ବି ବଡି ବାହାରୁଛି, କିନ୍ତୁ ସି ଭିତରେ ଯଦି ଡେଡ୍ ବଡି ପଡ଼ିଲା ମାନେ ସେଠି ପାଇବା ବି ବହୁତ ମୁସ୍କିଲ। ଆଉ କାଲି ମୁଁ ଜଣେ କ୍ୟାପ୍ଟେନ୍ ବିଶ୍ୱଜିତ ଖୁଣ୍ଟିଆ, ମୁଁ ତାଙ୍କର ବାଇଟ୍ ଦେଖୁଥିଲି କାଲି, ସେ ଭଲେଣ୍ଟାରୀ ରିଟାୟାରମେଣ୍ଟ ନେଇକରି ପଳେଇ ଆସିଛନ୍ତି ଏବଂ ବହୁତ ଜାଗାରେ ସେ ବି ଦେଖିଛନ୍ତି ଏବଂ ଆଉ ସ୍ପାନିଶ କୋଷ୍ଟ ଗୋଟେ ଜାହାଜ ଥିଲା ଆଉ ଇଣ୍ଡିଆନ୍ ଓସେନ୍ ଗୋଟେ ଥିଲା ସେଇଟା ଇଣ୍ଡିଆନ୍ ଓସେନ୍ରୁ ସେଇଟା ରେସ୍କ୍ୟୁ କରାଯାଇଥିଲା ଗୋଟେ ପିଲାଟିକୁ। ସେ ଏ ଯୋଉ ବିଶ୍ୱଜିତ ଖୁଣ୍ଟିଆ କ୍ୟାପ୍ଟେନ୍ ବିଶ୍ୱଜିତ ଖୁଣ୍ଟିଆ ମତେ ଟିକେ ମୁଁ ଅନୁରୋଧ କରିବି ଆଉ ଆମର ସରକାରଙ୍କୁ ଏବଂ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆକୁ ଆଉ ଯେହେତୁ ଯେ ଯୋଉ କ୍ୟାପ୍ଟେନ୍ ବିଶ୍ୱଜିତ ଖୁଣ୍ଟିଆଙ୍କର ହାଭିଂ ନଲେଜ ଏବାଉଟ୍ ଦି ସିପ୍ ଉପରେ ତାଙ୍କର ଭଲ ଜ୍ଞାନ ଅଛି ଆଉ ତାଙ୍କର ଆଧାରରେ ଯଦି ତାଙ୍କୁ ଇନଭେଷ୍ଟିଗେସନ ଦାୟିତ୍ୱ ତାଙ୍କୁ ବହନ ଦେଇ ଦିଆଯାଆନ୍ତା ଏବଂ ତାଙ୍କୁ ଯଦି ଗଭର୍ଣ୍ଣମେଣ୍ଟ ତରଫରୁ ସବୁ ଫାସିଲିଟି ଦିଆଯାଆନ୍ତା ତାହେଲେ ହୁଏତ ରାହୁଲ ଆଉ ଆମର ଗୋଟେ ଯୋଉ ଛୋଟିଆ ପିଲାଟି ସାର୍ଥକ ଆଜି ମିସିଂ ଅଛି
ତାର ସତ୍ୟାସତ୍ୟ ପଦାକୁ ଆସିବ। କଣ ହେଇଥାଇପାରେ ସାର୍ଥକ କାହିଁକି ତାଙ୍କ ଦ୍ୱାରା ଏମିତି ହେଲା ଯେ ସେ କିଛି ସିପ୍ର କିଛି ଇଲିଗାଲ କାମ ବି ଜାଣି ଦେଇଥିଲେ କି? ହେଇଥାଇପାରେ ସିପ୍ ଭିତରେ ବହୁତ କିଛି ତାଙ୍କର, ଯେହେତୁ ସେମାନେ ଆଙ୍ଗ୍ଲୋ ଇଷ୍ଟର୍ନ କମ୍ପାନୀ ଗୁଡ଼ାକ ସେମାନେ ଏଇ ଯେଉଁ ବାହାର ଦେଶର ପିଲାଙ୍କ ଉପରେ ଏତେ ସେମାନେ କେୟାର କରନ୍ତିନି ଏବଂ ଯେଉଁ ଜାଗାରେ ତାଙ୍କର ସବୁ ଜାଗାରେ କ୍ୟାମେରା ନଥାଏ ଏବଂ ହେଲା 3-4 ତାଲା ସିପ୍ ହେଲା ଉପରଟାରେ ବେଳେବେଳେ କ୍ୟାମେରା ନଥାଏ, ମାନେ କାହିଁକି ନ ରଖିଥାନ୍ତି ସେଇଟାକୁ ତାକୁ ଜଣା। ଆଉ ସେମାନେ କିଛି ଏପଟ ସେପଟ ଅଘଟଣ ହେଲେ ବା କାହା ଉପରେ ତାଙ୍କର ଯଦି କିଛି ରାଗ ଆସିଲା ଦରକାର ପଡ଼ିଲେ ବି ସେଇ ସିପ୍ରୁ ହିଁ ସେମାନେ ଫୋପାଡ଼ି ଦିଅନ୍ତି ତଳକୁ ସମୁଦ୍ରକୁ। ଆଉ ଏଇଟା ବହୁତ ଘଟଣା ଘଟି ସାରିଛି ବି ଆଗରୁ, କିନ୍ତୁ ଯୋଉ ଘଟଣା ଘଟିଛି ପ୍ରୁଭ୍ ହେଲା ପରେ ସେ ଜାହାଜଟା କଣ ତାର ଲାଇସେନ୍ସ କ୍ୟାନ୍ସେଲ ହେଇଯାଏ ନା କଣ? ଲାଇସେନ୍ସ କ୍ୟାନ୍ସେଲ ହବା କଥା। ଏଇଟା ଆଜ୍ ପର୍ ଦି ଲ, ସିପ୍ ଲ ଅନୁସାରେ ଏଇ କାହାର ଜୀବନ ପ୍ରତି ଯେତେବେଳେ ଏତେ ବଡ଼ ଜୀବନ ଚାଲି ଯାଉଛି, ଟୋଟାଲି ଆମ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଏଟାକୁ ମାନେ ଲେଟର କରିକି ପ୍ରପର ଇନଭେଷ୍ଟିଗେସନ କରିକିରି ଟୋଟାଲ ସେ ସିପ୍ଟାକୁ ଯେଉଁଟା ଏ ଯେଉଁ ସିପ୍ରେ ଥିଲେ ଆମର ସାର୍ଥକ MVE ଜର୍ସି, ସେ ସିପ୍ଟାକୁ ଟୋଟାଲି ମୋତେ ଲାଗୁଛି ଯାହା ସେ ସିପ୍ ଭିତରେ ହିଁ ତାକୁ କେଉଁଠି ଗୋଟେ ଲୁଚେଇକି ରଖାଯାଇଛି ଏବଂ ବହୁତ କିଛି ସରପ୍ରାଇଜ୍ କରାଯାଉଛି। ଏବଂ ଏ ଯେଉଁ ବୋସମର ଷ୍ଟେଟମେଣ୍ଟ ଆଉ ସେ ବହୁତ ଜାଗାରେ ସେ ଚେଞ୍ଜ କରୁଛି ତାର ଷ୍ଟେଟମେଣ୍ଟଟାକୁ। ଆଉ ପ୍ରପର ଟିକେ ଯଦି ଇନଭେଷ୍ଟିଗେସନ ହୁଅନ୍ତା ଆଉ ପିଲାଟି 22 ବର୍ଷର ପିଲାଟି ଆମ ଓଡ଼ିଆ ମାଟିକି ଫେରି ଆସିପାରନ୍ତା।